କୁହାଯାଏ ପ୍ରେମ କେବେ ହାରେନି କି ମରେନି। ପ୍ରେମ ସବୁବେଳ ପାଇଁ ଦୁଇ ପ୍ରେମ ପକ୍ଷୀଙ୍କ ଭିତରେ ଉଜ୍ଜୀବିତ ହୋଇ ରହିଥାଏ। ଯେତେ ବାଧାବିଘ୍ନ ଆସିଲେ ବି ସେ ଭାଙ୍ଗି ପଡ଼ନ୍ତି ନାହିଁ, ଠିକ୍ ଏହି ଦୁଇ ପ୍ରେମ ପକ୍ଷୀଙ୍କ ପରି। ଛଅ ବର୍ଷ କାଳ ଫେସବୁକ୍ରେ ସାଙ୍ଗ ହେବା ପରେ ନିବିଡ଼ ପ୍ରେମ ସମ୍ପର୍କ ମଧ୍ୟ ଗଢ଼ି ଉଠିଥିଲା ଦୁହିଁଙ୍କ ମଧ୍ୟରେ। ଏପରି କିଛି ଦିନ ଗଲା, ସବୁ ପ୍ରେମ ପକ୍ଷୀଙ୍କ ପରି ସେ ବି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ, ଆଉ ନିଜର ସଂସାରକୁ ଆଗକୁ ନେଉଥିଲେ। ହେଲେ ଏହାରି ଭିତରେ ଦୁହିଁଙ୍କ ଜୀବନକୁ ମାଡ଼ି ଆସିଥିଲା କାଳରାତ୍ରି। ଆଉ ଆଖି ପିଛୁଳାକେ ସବୁ ଯେମିତି ଧୂଳିସାତ ହୋଇଗଲା, ଯାହା ଏବେ ସୋସିଆଲ ମିଡ଼ିଆରେ ଏହି ନିଆରା ପ୍ରେମ କାହାଣୀ ବେଶ୍ ଭାଇରାଲ ହେଉଛି। ହଁ ଆଜ୍ଞା, କେଉଁଠି ବିବାହ ବିଚ୍ଛେଦ ପାଇଁ ପତ୍ନୀ 3 କୋଟି ମାଗି ପୁଳା ପୁଳା ମିଛ ମାମଲା ଛନ୍ଦିବାରୁ ସ୍ୱାମୀ ଜୀବନ ହାରୁଛି, ତ ଆଉ କେଉଁଠି 7 ଜନ୍ମର ସାଥୀ ସାଜିବା ପାଇଁ ପଣ କରିଥିବା ପତ୍ନୀଟିଏ କ୍ୟାନ୍ସର ପୀଡ଼ିତ ସ୍ୱାମୀକୁ ଜୀବନ ଯୁଦ୍ଧରେ ସାଥ ଦେଇ ଶେଷରେ ହାରି ଯାଉଛି। କିଛିଦିନ ହେଲା ଏଭଳି ଦୁଇଟି ଘଟଣା ପରେ ସବୁଠି ଚର୍ଚ୍ଚା। ଦାମ୍ପତ୍ୟ ଜୀବନର ଏକ ଲୁହଭିଜା କାହାଣୀ। ସୃଜନା ବିବେକଙ୍କ ନିରନ୍ତର ଭଲ ପାଇବା କାହାଣୀ। କହନ୍ତି ବିବାହ ପରେ 7 ଜନ୍ମର ସାଥୀ ହୁଅନ୍ତି ଦୁଇ ପତି ପତ୍ନୀ। ବାହାବେଦୀରେ 7 ଫେରା ଦେଇ ଦୁହେଁ ଦୁହିଁଙ୍କର ଦୁଃଖ ସୁଖର ସାଥୀ ପାଲଟି ଯାଆନ୍ତି। ହେଲେ କିଏ ଜାଣିଥିଲା ବିବେକ ପାଙ୍ଗେନି ଏବଂ ସୃଜନା ସୁବେଦୀଙ୍କ ସହ ଭାଗ୍ୟ ଖେଳିବ ବିଚିତ୍ର ଖେଳ। ନିଷ୍ଠୁର ଦୈବ ଛଡ଼ାଇ ନେବ ସୃଜନାଙ୍କ ମଥାର ସିନ୍ଦୁର। ଦୀର୍ଘଦିନ ଧରି କ୍ୟାନ୍ସର ସହ ଲଢ଼ୁଥିବା ଇଣ୍ଟରନେଟ୍ ସେନ୍ସେସନ୍ ବିବେକ ପାଙ୍ଗେନିଙ୍କ ଜୀବନ ବଞ୍ଚାଇବାକୁ ଯୁବା ବୟସରେ ପତ୍ନୀ ସୃଜନା କେତେ ଯେ ରାତି ଅନିଦ୍ରା ହୋଇଛନ୍ତି, ଭୋକ ଶୋଷ ଭୁଲିଛନ୍ତି। ତାଙ୍କ ଛଡ଼ା ଆଉ କେହି ଜାଣି ନଥିବେ, କିନ୍ତୁ ଦୈବ ଲେଖାକୁ ଲିଭାଇ ପାରିବ କିଏ? ଶେଷରେ ହାରିଗଲେ ସୃଜନା। ଇହ ଜଗତରୁ ସ୍ୱାମୀକୁ ଜଣାଇଲେ ଅନ୍ତିମ ବିଦାୟ। ଆଜିକୁ 5 ଦିନ ହେଲା ସ୍ୱାମୀଙ୍କ ଅବର୍ତ୍ତମାନରେ ପାଲଟି ଯାଇଛନ୍ତି ଅସହାୟ। ସୋସିଆଲ ମିଡ଼ିଆରେ ସମବେଦନା ଜଣାଉଛନ୍ତି ଲକ୍ଷ ଲକ୍ଷ ୟୁଜର୍ସ। ନେପାଳର 32 ବର୍ଷୀୟ ବିବେକ, 30 ବର୍ଷୀୟା ସୃଜନା ସୋସିଆଲ ମିଡ଼ିଆର ସେନ୍ସେସନ୍ କପଲ। ଜର୍ଜିଆ ୟୁନିଭର୍ସିଟିରେ ପଦାର୍ଥ ବିଜ୍ଞାନ ଏବଂ ଜ୍ୟୋତିର୍ବିଜ୍ଞାନର PhD ଛାତ୍ର ବିବେକ 2022ରୁ ଶିକାର ହୋଇଥିଲେ ବ୍ରେନ୍ ଟ୍ୟୁମରରେ। ଆମେରିକାରେ ଚାଲିଥିଲା ତାଙ୍କ ଚିକିତ୍ସା। ସେହି ସମୟରେ ପାଖରେ ନିଜେ ଦମ୍ଭ ସାଜି ଛିଡ଼ା ହୋଇଥିଲେ ପତ୍ନୀ ସୃଜନା। ପ୍ରମାଣିତ କରୁଥିଲେ ଅତୁଟ ପ୍ରେମ ଏବଂ ଅଗାଧ ବିଶ୍ୱାସର ଭାବଧାରାକୁ। ଅନିଶ୍ଚିତତାର ମୁହୂର୍ତ୍ତରେ ବି ଚିକିତ୍ସା ବ୍ୟବସ୍ଥାର ଜାଲ ଭିତରେ ଛନ୍ଦି ହୋଇ ଆଶା ଆକାଂକ୍ଷାକୁ ବଦଳେଇ କେତେ ଯେ ଡାକ୍ତରଖାନା ଦୌଡ଼ିଛନ୍ତି ତାର ହିସାବ ନାହିଁ। କିନ୍ତୁ ରୋଗାକ୍ରାନ୍ତ ସ୍ୱାମୀ ସାମ୍ନାରେ ପରିପ୍ରକାଶ କରୁନଥିଲେ ସେ ସବୁକୁ। ଶେଷରେ 2 ବର୍ଷ ଧରି ଚାଲିଥିବା ଲଢ଼େଇରେ ପଡ଼ିଲା ଯବନିକା। ଶତ ଚେଷ୍ଟା ସତ୍ତ୍ୱେ ସ୍ୱାମୀଙ୍କ ଜୀବନ ବଞ୍ଚାଇ ନ ପାରିବାରୁ ଆଜି ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ସୃଜନା। କୁହନ୍ତି ବିବାହ ପରେ 7 ଜନ୍ମର ସାଥୀ ବନିଯାଆନ୍ତି ପତି ପତ୍ନୀ। ବାହାବେଦୀରେ 7 ଫେରା ଦେଇ ଦୁହେଁ ଦୁହିଁଙ୍କର ଦୁଃଖ ସୁଖର ସାଥୀ ପାଲଟନ୍ତି। ହେଲେ କିଏ ଜାଣିଥିଲା ବିବେକ ପାଙ୍ଗେନି ଏବଂ ସୃଜନା ସୁବେଦୀଙ୍କ ସହ ଭାଗ୍ୟ ଖେଳିବ ବିଚିତ୍ର ଖେଳ। ହଁ ଦର୍ଶକ ବନ୍ଧୁ, ଏଭଳି ଦୁଃଖଭରା ଘଟଣା ଯେ କେହି ବି ଶୁଣିବ ଛାତି ଥରି ଉଠିବ, ଆଉ କୋହ ଆସିଯିବ। ଆଖିରେ ଅଜଣାତରେ 2 ଟୋପା ଲୁହ ଆସିଯିବ। ବ୍ୟୁରୋ ରିପୋର୍ଟ, ବ୍ଲାକ୍ ସ୍ପଟ ଓଡ଼ିଆ।